जय श्री जगन्नाथ भाई माने सर्वप्रथम गुरुदेव गणपति और जगदम्बा को प्रणाम करी आज आम सेशन स्टार्ट करवा। एटा हूँ आम सेकेंड कंजेक्यूटिव सेशन। आमे काली पढ़ी दृष्टिकोण दृष्टि स्थान निरूपण। एटा ज्योतिष शास्त्र मतरे स्थान निरूपण गृह निर्माण। ଆଉ କାଲି ବି ମୁଁ କହିଥିଲି ଯେ ଯୋଉଠି ଖାଇବାର ନାହିଁ ସେଠି ଜାତି କାହିଁ ପଚାରିବା। ଗୋଟେ ଲୋକର ନାଁ ହିସାବରେ ସେ ଏରିଆ ସେ ଏରିଆର ନାଁ ତାକୁ ସୁଟ୍ କରିବ କି ନାହିଁ ସେଇ ବିଷୟରେ ଆମର ପ୍ରଥମ ଲେସନ ପଳେଇ ଯାଇଛି। ଇଏ ହଉଛି ସେକେଣ୍ଡ ପାର୍ଟ। ୟା ପରେ ଥାର୍ଡ ପାର୍ଟ ମଧ୍ୟ ଆସିବ। ଫାର୍ଷ୍ଟ ପାର୍ଟ ରେ ଆମେ ପଢିଥିଲେ ଦୃଷ୍ଟିକୋଣ ଦୃଷ୍ଟିରୁ ସ୍ଥାନ ନିରୂପଣ, ଯୋଉଟା କି ଆମେ ପଢି ଦେଇଛେ। ଦ୍ୱିତୀୟରେ ପଢିଥିଲେ, ଦ୍ୱିତୀୟରେ ଆଜି ପଢିବା କାକିଣୀ ଦୃଷ୍ଟିରୁ ସ୍ଥାନ ନିରୂପଣ, ସେଟା ପଢିବା। ତୃତୀୟରେ ପଢିବା ରାଶି ଅନୁସାରେ ସ୍ଥାନ ନିରୂପଣ। ସେଉଠୁ ତମେ ମତେ ଏବେ ପଚାରିବ କି ଆଜ୍ଞା ଯୋଉ ଯେତିକି ଆପଣ କହୁଛନ୍ତି ଏ ତିନିଟା ଯାକ ଦରକାର ନା ଏଇ ଗୋଟିଏ ହେଲେ ଚଳିବ? ଆରେ ଭାଇ ଦୃଷ୍ଟିକୋଣ ଦୃଷ୍ଟିରୁ ଯଦି ମିଶିଗଲା ହେଲେ କାକିଣୀ ଅନୁସାରେ ମିଶୁନାହିଁ, କି ଦୃଷ୍ଟିକୋଣ ଦୃଷ୍ଟିରୁ ମିଶିଗଲା କାକିଣୀ ଦୃଷ୍ଟିରୁ ମିଶିଗଲା ରାଶି ଅନୁସାରେ ମିଶୁନାହିଁ, କି ରାଶି ଦୃଷ୍ଟିରୁ ମିଶିଗଲା କାକିଣୀ ଆଉ ଦୃଷ୍ଟିକୋଣ ହିସାବରେ ମିଶୁନାହିଁ, ତାହେଲେ ଆମେ ସେଠି ଘର କରିପାରିବା କି ନାହିଁ? ମୋର ପର୍ସନାଲ ମତ ତିନିଟା ଯାକ ମିଶିଲେ ଯାଇକି ଘର କରିବ, ନହେଲେ କରିବନି। ଏ ତିନିଟା ଏକ୍ସକ୍ଲୁଜିଭଲି କେବଳ ଗୋଟେ ସାଟିସ୍ଫାଇ ହେଇଗଲେ ହେବନି। ତିନିଟା ଯାକ ଯଦି ମିଶିଲା ମାନେ ଦୃଷ୍ଟିକୋଣ ଦୃଷ୍ଟିରୁ ସେଇଟା ତୁମର ଅନୁକୂଳ ହେଇଥିବା ଦରକାର, କାକିଣୀ ଦୃଷ୍ଟିରୁ ସେଇଟା ବି ଅନୁକୂଳ ହେଇଥିବା ଦରକାର, ଏବଂ ରାଶି ଅନୁସାରେ ମଧ୍ୟ ସେଇଟା ଅନୁକୂଳ ହେଇଥିବା ଦରକାର। ଏ ତିନିଟା ଯେତେବେଳେ ମିଶିବ, ଭାଇ ଦେଖ ଆମେ ଘର କରୁଛୁ କଣ ପାଇଁ? ସୁଖରେ ରହିବା ପାଇଁ। ଆଟଲିଷ୍ଟ ଘରର ଗୋଟେ ଏଜ 60 ବର୍ଷ କି 70 ବର୍ଷ ହେବା ଦରକାର। ତମେ ଯୋଉ ସ୍ଥାନରେ ରହିବ ସେ ଜାଗାରେ ତମର ଯଦି ବୃଦ୍ଧି ନ ହବ ସେ ଜାଗାରେ ରହିବ ହିଁ କାହିଁକି? ମୁଁ ସେଥିପାଇଁ ମୂଳରୁ କହିଲି ଯୋଉଠି ଖାଇବି ସେଠି ଜାତି କାହିଁ ପଚାରିବି? ମୁଁ ଜାଣିଛି ସେ ଜାଗାକୁ ଗଲେ ମୋର କ୍ଷତି ହବ, ମୁଁ ମୂର୍ଖ ହେଇଥିଲେ ସେଇ ଜାଗାକୁ ଯିବି, ନହେଲେ କାହିଁକି ଯିବି? ହୁଁ। ମୋ ପଏଣ୍ଟ ବୁଝିପାରିଲ ନା ନା ଆଜ୍ଞା ବୁଝିପାରିଲନି? ଆଜ୍ଞା। ତ ଆମେ ସେଇଟା ଅଲରେଡି କାଲି ପଢିଦେଇଛେ, ତାପରେ ମୁଁ କିଛି ଆଲୋଚନା କରିବି ନାହିଁ। ଆଜି ଆମେ ଦେଖିବା, ଆଜିର ଆମ ଟପିକ ରହିଲା ପାର୍ଟ 2। କୋଉ ଏଇଟା ପାର୍ଟ 2 କଣ ଟପିକ ନା ଜ୍ୟୋତିଷ ଶାସ୍ତ୍ର ମତରେ ଗୃହ ନିର୍ମାଣର ସ୍ଥାନର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୃହ ନିର୍ମାଣର ସ୍ଥାନ। यार पार्ट 1 काली आमे पढ़ी देइछे, एटा वाला पार्ट 2/3। राजबाबू यार ये भी 2/3 देबे ब्रैकेट भीतर हैला। राजबाबू वॉइस आछी? ଆଜ୍ଞା ଆଜ୍ଞା। हां अब 2/3 भी देबे। तो आमर एटी काकिणी आज आमे पढ़िबा, आमर एटी कोन पढ़िबा ना यारी गोटे सब्जेक्ट काकिणी अनुसारे, सॉरी काकिणी, काकिणी अनुसारे स्थान निरूपण। खाली मु सूत्रटा कहि दउची आग, आपण माने मन रखंतु, तापरे आमे आगुकुनु बढ़िबा। गोटे काकिणी बाहर करिवार सूत्रटा कोन? प्रथमे आमे व्यक्तिर काकिणी बाहर करिबा, तापरे आमे बाहर करिबा जागार काकिणी। व्यक्तिर काकिणी बाहर करिवार सूत्र कोन ना व्यक्ति विभागर अंक बा व्यक्तिर विभाग अंक प्लस जागा विभागर अंक डिवाइडेड बाय 8। जोटा भाग शेष बाहर सेटा हला व्यक्ति विभागर काकिणी। सेमती जागा विभागर काकिणी कौन हम ना जागा सॉरी 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 व्यक्ति विभागर अंक इंटू 2 प्लस जागा विभागर अंक डिवाइडेड बाय 8 जहाँ भाग शेष बाहर
ତାକୁ ଆମେ କହିବା ବ୍ୟକ୍ତି ବିଭାଗର କାକିଣୀ। ଆଜ୍ଞା। ଆଉ ଥରେ କହିଦିଏ, ବ୍ୟକ୍ତିର କାକିଣୀ ବାହାର କରିବା ସୂତ୍ର, ବ୍ୟକ୍ତିର ବିଭାଗର ଅଙ୍କ ଜାଗା ବିଭାଗର ସରି ବ୍ୟକ୍ତି ବିଭାଗର ଅଙ୍କ ଇଣ୍ଟୁ 2 ପ୍ଲସ ଜାଗା ବିଭାଗର ଅଙ୍କ ଡିଭାଇଡେଡ ବାଇ 8। ହୁଁ। ଠିକ ଅଛି। ଆଜ୍ଞା। ଯାହା ଭାଗଶେଷ ବାହାରିଲା ସେ ହେଲା ବ୍ୟକ୍ତି ବିଭାଗର କାକିଣୀ। ସେମିତି ଜାଗା ବିଭାଗର କାକିଣୀ କଣ ନା ଜାଗା ବିଭାଗର ଅଙ୍କ ଇଣ୍ଟୁ 2 ପ୍ଲସ ବ୍ୟକ୍ତି ବିଭାଗର ଅଙ୍କ ଡିଭାଇଡେଡ ବାଇ 8। ଯାହା ଭାଗଶେଷ ବାହାରିଲା ସେଟା ହେଲା ଜାଗାର କାକିଣୀ। ଠିକ ଅଛି। ହୁଁ। ବ୍ୟକ୍ତିର କାକିଣୀ ଇଜ ଇକ୍ୱାଲ ଟୁ ବ୍ୟକ୍ତିର ବିଭାଗର ଅଙ୍କ ଇଣ୍ଟୁ 2 ପ୍ଲସ ଜାଗା ବିଭାଗର ଅଙ୍କ ଡିଭାଇଡେଡ ବାଇ 8। ଯାହା ଭାଗଶେଷ ବାହାରିଲା ସେଟା ହେଲା ବ୍ୟକ୍ତି ବିଭାଗର କାକିଣୀ। ଜାଗାର କାକିଣୀର ନିର୍ଣ୍ଣୟ ସୂତ୍ର ଜାଗା ବିଭାଗର କାକିଣୀ ଇଣ୍ଟୁ 2 ପ୍ଲସ ବ୍ୟକ୍ତି ବିଭାଗର କାକିଣୀ ଡିଭାଇଡେଡ ବାଇ 8। ଯାହା ବାହାରିଲା ସେଇଟା ହେଲା ଜାଗା ବିଭାଗର କାକିଣୀ, ଜାଗାର କାକିଣୀ। ଖାଲି ଏଇଠି ଗୋଟିଏ ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ମନେ ରଖ, ସବୁବେଳେ ଜାଗାର କାକିଣୀ, ଜାଗାର କାକିଣୀଟା ର ଯୋଉ ଭାଗଶେଷଟା ବାହାରିଲା ଜାଗାର କାକିଣୀ ନିର୍ଣ୍ଣୟ କଲେ ସେଟା ବ୍ୟକ୍ତି କାକିଣୀଠୁ ବଡ ହବା ଦରକାର। ତାହେଲେ ସେ ଜାଗାରେ ରହିଲେ ଅନୁକୂଳ। ସେମିତି ଜାଗାର କାକିଣୀ ଯଦି ବ୍ୟକ୍ତି ବିଭାଗର କାକିଣୀ ସହିତ ସମାନ ହେଇଗଲା ତାହେଲେ ସମସ୍ଥିତି। ସେମିତି ଜାଗା ବିଭାଗର କାକିଣୀ ଯଦି ବ୍ୟକ୍ତି ବିଭାଗର କାକିଣୀ ଠୁ କମ ହେଇଗଲା ତାହେଲେ ସେଇଟା ପ୍ରତିକୂଳ ବା ଅନୁକୂଳ ନୁହେଁ। ଏଇଟା ଯାହା କହିଲି ଯଦି ତମ ମୁଣ୍ଡରେ ପଶିଥିବ ତାହେଲେ ଆଗକୁ ମୁଁ ତମକୁ ଗୋଟେ ଛୋଟ ଏକ୍ସାମ୍ପଲ ଦେଲେ ତମର ସେଇଟା କ୍ଲିୟର ହେଇଯିବ। କାରଣ ଏକ୍ସାମ୍ପଲ ମାଧ୍ୟମରେ ବୁଝିଲେ ହିଁ ସେ ଜିନିଷଟା ପୁରା ପ୍ରପରଲି ବୁଝ ହବ ଏବଂ ଆଉ ପଛରେ କିଛି ଡାଉଟ ରହିବ ନାହିଁ। ଆଉ ମୁଁ କହି ରଖେ ତିନିଟା ଯାକ କାକିଣୀ ଏକା ବେଳେ ତିନିଟା ଯାକ ଦୃଷ୍ଟିକୋଣ ଯଦି ମିଶିଲା ସେଇ ଜାଗାରେ ଘର କରିବା ଅନୁକୂଳ। ଯଦି ଆଦିରୁ କୋଉ ଗୋଟାଏ ମିଶୁନାହିଁ ତାହେଲେ ତମେ ଜାଣିବ ଯେ କିଛି ନା କିଛି ସେ ଜାଗାର ପ୍ରତିକୂଳତା ବାସ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସ୍ଥାନ ନିରୂପଣର ପ୍ରତିକୂଳତାର ପ୍ରୋବ୍ଲେମ ତୁମେ ଫେସ୍ କରିବ। ତେଣୁ ଏଇଟାକୁ ଆମେ ବର୍ତ୍ତମାନ ଗୋଟେ ଏକ୍ସାମ୍ପଲ ମାଧ୍ୟମରେ ବୁଝିବା। ବାସ୍ ଆମେ କାଲି ପଢି ଦେଇଥିଲେ ଏକ୍ସାମ୍ପଲ ନବା। ବର୍ତ୍ତମାନ ଆମର ପ୍ରତୀକ୍ଷାର ଏକ୍ସାମ୍ପଲ ନବା। ପ୍ରତୀକ୍ଷା ପିଲାର ନାଁ, ସିଏ ରହୁଛି ଟାଟାରେ। ତାହେଲେ ପ୍ରତୀକ୍ଷା କୋଉ ଅକ୍ଷରରେ ଆସିଲା? ପରେ ଆସିଲା। ସେ ଟାଟାରେ ରହୁଛି ତାହେଲେ କୋଉଠି ଆସିଲା ନା ଟରେ ଆସିଲା। ଆଚ୍ଛା ବର୍ତ୍ତମାନ ପ୍ରତୀକ୍ଷାର କୋଉ ଦୃଷ୍ଟିକୋଣ ଅଣ୍ଡରରେ ଆସୁଛି ରାଜବାବୁ? ପ୍ରତୀକ୍ଷା ମୂଷିକ ପର ହଉଛି ଦୃଷ୍ଟିକୋଣ ଅଣ୍ଡରରେ ଆସୁଛି। ମୂଷିକ। ମୂଷିକ। ଆଚ୍ଛା ମୂଷିକ ଦୃଷ୍ଟିକୋଣ ଟା କେତେ ନମ୍ବର? 6 ନମ୍ବର। 6 ନମ୍ବର। ଠିକ ନାହିଁ? ଆଜ୍ଞା। ତାପରେ ଟାଟା ନଗର ଟା ଟ ଟା କୋଉଠି ଆସିଲା? ଶ୍ଵାନ। 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 ୟାର କେତେ ହେଲା? ନମ୍ବର ଟା 4। କେତେ? ୟାର ନମ୍ବର ଟା ହେଲା 4। ହୁଁ। 6 ଗୁଣନ 2 ପ୍ଲସ 4 ଡିଭାଇଡେଡ ବାଇ 8। କେତେ ହେଲା? 6 ଦୁଣେ 12 4 16/8 12 ଦୁନେ 4 16 2 16 ବାଇ 8 କେତେ ହେଲା? ଭାଗଶେଷ 2 କିଏ କେତେ ବଢିଲା? 0। ଶୂନ। ତାହେଲେ ପ୍ରତୀକ୍ଷାର କାକିଣୀ କେତେ ବାହାରିଲା? ଶୂନ। 0। ଏବେ ଟାଟା ନଗରର କାକିଣୀ ବାହାର କରିବା। ହୁଁ। ଟାଟା ନଗରର କାକିଣୀ ବାହାର କରିବା ସୂତ୍ର କଣ? ନା 4 ଗୁଣନ 2 ପ୍ଲସ 6 ହୁଁ। ଡିଭାଇଡେଡ ବାଇ 8। 8। ତାହେଲେ 4 ଦୁଣେ 8 6 14। 14/8। 8 8। 14 ବାଇ 8। ଭାଗଶେଷ କେତେ 4 ଆସିଲା? 2 4 4 2 6। 6 ଆସିଲା। ତାହେଲେ ଆଜ୍ଞା। ଜାଗା ବିଭାଗର କାକିଣୀ କେତେ ଆସିଲା? 6। 6। ଏଇଟା ହେଲା ବ୍ୟକ୍ତି, ଏଇଟା ହେଲା ଜାଗା।
ଜାଗା। ଏଇଟା ବ୍ୟକ୍ତିର କାକିଣୀ, ଏଇଟା ବ୍ୟକ୍ତିର ଜାଗାର। 0, ଜାଗାର 6। ତାହେଲେ ଏଇଠି ଦେଖନ୍ତୁ, ପ୍ରତୀକ୍ଷା ଯଦି ଟାଟାରେ ରହିଲା, ଟାଟା ଯେହେତୁ ଜାଗା ବିଭାଗର କାକିଣୀଟା ହୁଁ ବ୍ୟକ୍ତି ବିଭାଗର କାକିଣୀଠୁ ବଡ ଅଛି, ତାହେଲେ ହୁଁ। ପ୍ରତୀକ୍ଷାକୁ ଟାଟାରେ ରହିବା ଅନୁକୂଳ। ଆଜ୍ଞା କ୍ଲିୟର? ଆଜ୍ଞା। ଯଦି ଏଇଠି ପ୍ରତୀକ୍ଷା ନାଁ ନ ହେଇକି ତା ନାଁଟା ହେଇଥାନ୍ତା ଟାଉଟର, ଏବଂ ଜାଗା ହେଇଥାନ୍ତା ପନିମାଳ, ଆରେ ତାହେଲେ କଣ ହେଇଥାନ୍ତା? ତାହେଲେ ଜାଗାର କାକିଣୀ ଏଠି ହେଇଯାଇଥାନ୍ତା 6, ଜାଗାର ନାଁ, ଲୋକର ନାଁ ଯଦି ଟାଉଟର ଆଉ ଜାଗାର ନାଁ ପନିମାଳ ହେଲା, ତାହେଲେ ଏଇ ଯୋଉ କାକିଣୀଟା ଏଠି ବାହାରିବ 6 ଭାଗ ଶେଷ, ଆଉ ପନିମାଳର ବାହାରିବ 0। ତାହେଲେ ଟାଉଟର ମାନେ ଏଠି ବ୍ୟକ୍ତି ବିଭାଗର କାକିଣୀଟା ଜାଗା ବିଭାଗର କାକିଣୀଠୁ କମିଗଲା, ତାହେଲେ ଏଇଠି ଅଶୁଭ ହବ। ହେଲା? ଯଦି ସେଇ ପ୍ରତୀକ୍ଷା ପନିମାଳରେ ରହିଲା, ତାହେଲେ କଣ ହବ? ପ୍ରତୀକ୍ଷାର କାକିଣୀ କେତେ ବାହାରିଥିଲା? 0। ଜାଗାର କାକିଣୀ ବାହାରିଥିଲା ବି ବାହାରିବ 0। ତାହେଲେ ପ୍ରତୀକ୍ଷାର କାକିଣୀ ଯେତିକି, ଜାଗା ବିଭାଗର କାକିଣୀ ହେଇଗଲା ସେତିକି। ମାନେ ଯଦି ପ୍ରତୀକ୍ଷା ପନିମାଳରେ ରହିଲା, ତା ପାଇଁ ସମାନ ସ୍ଥିତି ଆସିବ। ମାନେ ଜାଗା ବିଭାଗର କାକିଣୀ ଯେତିକି ରହିଲା, ବ୍ୟକ୍ତି ବିଭାଗର କାକିଣୀ ସେତିକି ରହିଲା। ତେଣୁ ଏଇଠି ଆସିଯିବ ସମ। କ୍ଲିୟର ହେଲା କି? ଏଠି କାକିଣୀ ସରିଲା। ଆଜ୍ଞା କାଲି ଆମେ ରାଶି ହିସାବରେ ଦେଖିବା। ଆଉ ମୁଁ ଆଜ୍ଞା କହି ରଖେ, ଏଇଟା ହେଲା 2/3। ଯଦି ତିନିଟା ଯାକ ଜିନିଷ ମିଶିବ, ତାହେଲେ ହିଁ ହବ। କୋଉ କୋଉ ତିନିଟା ଜିନିଷ? ନା ସର୍ବପ୍ରଥମେ ଦୃଷ୍ଟିକୋଣ ଦୃଷ୍ଟିରୁ ସ୍ଥାନ ନିରୂପଣ, କାକିଣୀ ଅନୁସାରେ ସ୍ଥାନ ନିରୂପଣ, ରାଶି ଅନୁସାରେ ସ୍ଥାନ ନିରୂପଣ, ତିନିଟା ଯାକ ଯଦି ହେଲା, ତାହେଲେ ହିଁ ତୁମେ ଜାଣିବ ସେଠି ଘର କରିବା ଅନୁକୂଳ, ନହେଲେ ଅନୁକୂଳ ନୁହେଁ। ତ ଏଇଟା ଥିଲା ଆମର କାକିଣୀ। କାଲି ଆମେ ପଢିବା ରାଶି ଅନୁସାରେ ସ୍ଥାନ ନିରୂପଣ। ଆଜ୍ଞା ଠିକ ଅଛି? ଆଜ୍ଞା। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ